ବାର ମାସରେ ତେର ପର୍ବ। ଯଦି କହିବା ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରୁଥିବା ବେଳେ ରଥଯାତ୍ରାରେ ନିଆଁରେ ଢଙ୍ଗାରେ ପାଳନ ହେଉଛି ଜିରାଙ୍ଗ ବଳଦେବ ଜୀଉ, ଯାହା ରହିଛି ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମଠାରେ। ଯଦି ଜିରାଙ୍ଗ ଗ୍ରାମରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳୁଛି, ଏହା ବହୁ ପୁରାତନ। ଏଠାରେ ବଳଦେବ ଜୀଉ ବହୁ ପୁରାତନ କାଳରୁ ପୂଜା ପାଉଛନ୍ତି। ତାଙ୍କର ପ୍ରିୟ ଖାଦ୍ୟ ହେଲା କ୍ଷୀର ନିର୍ମିତ ପଣା ପ୍ରିୟ ତାଙ୍କର ରହିଛି ଏବଂ ଏଠାକାର ଗୌଡ଼ୀୟ ଲୋକମାନେ କ୍ଷୀର ଦହି ପଣାରେ ଭଗବାନଙ୍କୁ ସନ୍ତୁଷ୍ଟ କରିଛନ୍ତି। ଏଥିପାଇଁ ପ୍ରତ୍ୟେକ ବର୍ଷ ଯଦି କହିବା ହେରା ପଞ୍ଚମୀରେ ମହାପ୍ରଭୁଙ୍କ ଠାରେ ବହୁ ଭକ୍ତଙ୍କ ସମାଗମ ହେଉଛି। ଦୂର ଦୂରାନ୍ତରୁ ଆସିଥିବା ଲୋକମାନେ ଅମୃତ କୁଣ୍ଡ ଧରି ମହାପ୍ରଭୁଙ୍କୁ ପୂଜା ଲାଗି କରନ୍ତି। ଏହାପରେ ନିଜ ନିଜର ମାନସିକ ଅନୁଯାୟୀ ଏଠାରେ ମୁଣ୍ଡନ ହୁଅନ୍ତି। ଲୋକଙ୍କର ବିଶ୍ୱାସ ରହିଛି ବଳଦେବ ଜୀଉଙ୍କ ଠାରେ ଯେଉଁମାନେ ମାନସିକ କରିଥାନ୍ତି ତାହା ମନସ୍କାମନା ପୂର୍ଣ୍ଣ ହୁଏ। ମନସ୍କାମନା ପୂର୍ଣ୍ଣ ହେବା ପରେ ରଥଯାତ୍ରାର ପଞ୍ଚମୀରେ ଆସି ଏଠାରେ ମୁଣ୍ଡନ ହୁଅନ୍ତି। ଏହା ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ହୋଇଥିବା ବେଳେ ଏଠାକାରେ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି। ଆଜି ସକାଳୁ ସକାଳୁ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏଠାରେ ମୁଣ୍ଡନ ହୁଅନ୍ତି। ନିଜ ନିଜର ମନସ୍କାମନା ପୂର୍ଣ୍ଣ ହୋଇଥିବା ହେତୁ ଏଠାରେ ମୁଣ୍ଡନ ହେଉଥିବା ଦେଖିବାକୁ ମିଳିଛି। ଲମ୍ବା ଧାଡ଼ିରେ ରହି ଜନସାଧାରଣ ଏଠାକାରେ ମୁଣ୍ଡନ ହେଉଛନ୍ତି। ନିଆରା ପରମ୍ପରା, ଏଥିପାଇଁ ଏଠାକୁ ବହୁତ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି। ମୋ ନାଁ ଆଜ୍ଞା ସୀମାଞ୍ଚଳ ମହାନ୍ତି ଆଜ୍ଞା। ଏଠାର ପରମ୍ପରା କ'ଣ ରହିଛି? ମହାପ୍ରଭୁ ଏଠାର ପଣା ଖାଇବା ପାଇଁ ବେଶୀ ଆକୃଷ୍ଟ ରହିଛନ୍ତି, କ'ଣ ରହିଛି? ଦେଖନ୍ତୁ ଆଜ୍ଞା, ଆମର ଏଠି ସାର୍ ବଳଦେବ ଜୀଉ ଆଉ ଏଠାରେ ପ୍ରତ୍ୟକ୍ଷ ସିଏ ହିଁ ପୂଜା ପାଉଛନ୍ତି ବଳଦେବ ଜୀଉ। ଆଉ ଏଠାକାର ଆଜ୍ଞା ସ୍ୱତନ୍ତ୍ର ଭୋଗ ହେଉଛି ଆଜ୍ଞା ଆମର ଦହି ଆଉ ଛେନା ଗୋଡ଼ରେ ଯେଉଁ ତିଆରି ହେଉଛି ପଣା, ସ୍ୱତନ୍ତ୍ର ପଣା ଯେଉଁଟାକି ଅମୃତ ଭାଣ୍ଡ ବୋଲି କୁହାଯିବ, ସେ ପଣା ହେଉଛି ଆଜ୍ଞା ଆମର ଏଠାକାର ମୁଖ୍ୟ ଭୋଗ। ଆଜ୍ଞା ଏଠି ଆଜ୍ଞା ତିନି ଠାକୁର ପୂଜା ପାଇଲେ ବି ଏଠି ବଳଦେବ ଜୀଉ ହିଁ ମୁଖ୍ୟ ଠାକୁର ଅଟନ୍ତି। ଆଉ ତାଙ୍କର ଯେଉଁ ମାନେ ଠାକୁର ଯେଉଁ ଚଳନ୍ତି ପ୍ରତିମା ହେଇକି ଯେଉଁ ରହିଛନ୍ତି, ଲୋକ ଯାହା ମାନସିକ କଲେ ବି ସେମାନଙ୍କର ମାନସିକ ନିଶ୍ଚିତ ଭାବରେ ପୂର୍ଣ୍ଣ ହେଉଛି ଆଜ୍ଞା। ଯାହାର ଯାହା ଅସୁବିଧା ଥିଲା, ଯାହାର ଘରୋଇ ଅସୁବିଧା ବୋଲନ୍ତୁ କି ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ବଳଦେବଙ୍କ ନାଁରେ ଯଦି ମାନସିକ କରାଯାଏ, ନିଶ୍ଚିତ ଭାବରେ ମାନସିକ ପୂରଣ ହେଲେ ହିଁ ଆଜି ଆମେ ଆସିକି ଲୋକଙ୍କ ଏଠି ସମାଗମ ହେଉଛି ସାର୍। ସେମାନଙ୍କର ମାନସିକ ପୂରଣ ହେଲା ପରେ ଆଜ୍ଞା ଆସିକି ସେମାନେ ଯେଉଁ ଆମେ ଯେଉଁ ବାଳ କାଢ଼ିଲେ ଆମର କାର୍ଯ୍ୟ ସିଦ୍ଧି ହେଲେ ବାଳ କାଢ଼ିବୁ ବୋଲିକି ମାନସିକ କରିଥାଉଛନ୍ତି। କାର୍ଯ୍ୟ ସିଦ୍ଧି ହେଲା ପରେ ଆସି ସେମାନେ ଆସିକି ମୁଣ୍ଡନ କରିକି ବାଳ ଠାକୁରଙ୍କୁ ବାଳ ଦେଇକି ଯାଉଛନ୍ତି ଆଜ୍ଞା। ଗହଳି ଆଜ୍ଞା ଏଠି ପ୍ରାୟ 50-60 ହଜାର ଲୋକଙ୍କର ଗହଳି ରହୁଛି ଆଜ୍ଞା। କୋଉଠି ଦେଖିଲ? କୋଉଠି ଦେଖିଲ?